ପିଲାଙ୍କଠାରେ ପୃଷ୍ଟିହୀନତାର ପ୍ରମୁଖ କାରଣ ଗୁଡ଼ିକ। ପିଲାଙ୍କଠାରେ ପୃଷ୍ଟିହୀନତାର ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ। ଆପଣ ଜାଣନ୍ତି କି ଭାରତରେ ପୃଷ୍ଟିହୀନତା ହେତୁ ପ୍ରତିବର୍ଷ ମୃତ୍ୟୁବରଣ କରୁଥିବା 5 ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା 1 ଲକ୍ଷରୁ ଅଧିକ ଅଟେ। ଆସନ୍ତୁ ଜାଣିବା ପୃଷ୍ଟିହୀନତାର ପ୍ରମୁଖ କାରଣ ଗୁଡ଼ିକ। ଖାଦ୍ୟରେ ପୋଷକ ତତ୍ତ୍ୱ ଅଭାବରୁ ପିଲା ପୃଷ୍ଟିହୀନତାର ଶିକାର ହୋଇପାରେ। ସେହିଭଳି ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ମଧ୍ୟ ହୋଇଥାଏ। ମାଆର କ୍ଷୀର ଅନେକ ପୋଷକ ତତ୍ତ୍ୱରେ ଭରପୁର ଅଟେ। ଅନେକ ପିଲା ମାଆର କ୍ଷୀର ନ ମିଳିବା ହେତୁ ପୃଷ୍ଟିହୀନତାର ଶିକାର ହୁଅନ୍ତି। ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନେ ମଧ୍ୟ ସାଧାରଣତଃ ପୃଷ୍ଟିହୀନତାର ଶିକାର ହୁଅନ୍ତି। ଯଦିଓ ପିଲା ଠିକ୍ ସମୟରେ ଖାଦ୍ୟ ନ ଖାଏ ସେ ପୃଷ୍ଟିହୀନତାର ଶିକାର ହୋଇପାରେ। ପିଲା ପୃଷ୍ଟିହୀନ ଅଛି ତାହା କିପରି ଜାଣିବେ? ମା ଓ ଶିଶୁ ସୁରକ୍ଷା କାର୍ଡରେ ପିଲାର ବୟସ ଅନୁଯାୟୀ ଓଜନ ଦିଆଯାଇଛି। ଯଦି ପିଲାର ଓଜନ ସବୁଜ ରଙ୍ଗର ବାକ୍ସରେ ରହିଛି ତେବେ ବୁଝନ୍ତୁ ଯେ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଭଲ ଅଛି। ଯଦି ପିଲାର ଓଜନ ହଳଦିଆ ରଙ୍ଗର ବାକ୍ସରେ ରହିଛି ତେବେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ଖରାପ ସ୍ଥିତିରେ ଅଛି। ଏବଂ ଯଦି ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ନାଲି ବାକ୍ସରେ ରହିଛି ତେବେ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଅତ୍ୟନ୍ତ ବିପଦଜନକ ସ୍ତରରେ ଅଛି। ପିଲା ଯେତେବେଳେ ହଳଦିଆ କିମ୍ବା ନାଲି ରଙ୍ଗର ବାକ୍ସରେ ଅଛି ଏହାର ଅର୍ଥ ହେଉଛି ପିଲା ପୃଷ୍ଟିହୀନ। ଏଭଳି ପରିସ୍ଥିତିରେ ତୁରନ୍ତ ନିକଟସ୍ଥ ଡାକ୍ତର, ଅଙ୍ଗନବାଡି କର୍ମୀ କିମ୍ବା NNMକୁ ଦେଖାନ୍ତୁ। ତେବେ ଏହା ଥିଲା ପିଲାଙ୍କଠାରେ ପୃଷ୍ଟିହୀନତାର ପ୍ରମୁଖ କାରଣ ଗୁଡ଼ିକ ବିଷୟରେ ସୂଚନା। ଆଶା କରୁଛୁ ଆପଣଙ୍କୁ ଏହି ଭିଡ଼ିଓରୁ ସୂଚନା ପସନ୍ଦ ଆସିଥିବ ଏବଂ ଆପଣ ଭିଡ଼ିଓରେ ଦିଆଯାଇଥିବା ସୂଚନା ଗୁଡ଼ିକୁ ବୁଝିଥିବେ। ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସହିତ ଆମେ ପୁଣି ଥରେ ଦେଖା ହେବା। ସେହି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଏବଂ ପିଲାମାନଙ୍କର ଯତ୍ନ ନେଉଥିବେ। ଧନ୍ୟବାଦ।